ଘରେ ଭୂତ ପ୍ରେତ ଥିବାର ପକ୍କା ସଂକେତ ବା ଘରେ ନକାରାତ୍ମକ ଶକ୍ତି ଅଛି ତାହା କିପରି ଜାଣିବା? ଦର୍ଶକ ବନ୍ଧୁ, ଆଉ ଗୋଟିଏ ନୂତନ ଭିଡ଼ିଓକୁ ସ୍ୱାଗତ କରୁଛି। ଦର୍ଶକ ବନ୍ଧୁ, ଗରୁଡ଼ ପୁରାଣକୁ ହିନ୍ଦୁ ଧର୍ମର ଏକ ଅତ୍ୟନ୍ତ ରହସ୍ୟମୟ ଏବଂ ଦୃଢ଼ ଗ୍ରନ୍ଥ ବୋଲି ମନାଯାଇଛି, ଯେଉଁଥିରେ ମନୁଷ୍ୟର ଜନ୍ମରୁ ମୃତ୍ୟୁ ଓ ମୃତ୍ୟୁ ପରର ଯାତ୍ରା ବିଷୟରେ ସବୁକିଛି ବର୍ଣ୍ଣନା କରାଯାଇଛି। ଗରୁଡ଼ ପୁରାଣର ପ୍ରେମକଳ୍ପରେ ଭଗବାନ ଶ୍ରୀକୃଷ୍ଣ ପକ୍ଷୀରାଜ ଗରୁଡ଼ଙ୍କୁ ମୃତ୍ୟୁ ବିଷୟରେ ଅନେକ କଥା କହିଛନ୍ତି, ଯେପରିକି ମୃତ୍ୟୁ ପୂର୍ବର ସଂକେତ, ମୃତ୍ୟୁ ପରେ ଆତ୍ମା ସହିତ ହେଉଥିବା ଘଟଣାମାନ, ଯମଲୋକ, ନର୍କଲୋକ ଓ ବିଭିନ୍ନ ନର୍କର ସତ୍ୟତା, ଏପରି ଅନେକ କିଛି। ସାଙ୍ଗମାନେ, ଶାସ୍ତ୍ର ଅନୁସାରେ ଯଦି କୌଣସି ବ୍ୟକ୍ତିକୁ ନିଜ ଘରେ କିଛି ଅସାମାନ୍ୟ ଓ ଆଶ୍ଚର୍ଯ୍ୟଜନକ ସଂକେତ ଦେଖିବାକୁ ମିଳିଥାଏ, ତେବେ ଏହା ଏହି କଥାର ସଂକେତ କି ସେହି ଘରେ କିଛି ନକାରାତ୍ମକ ଶକ୍ତି ବା ପ୍ରେତ ଆତ୍ମା ନିଜର ଘର କରି ରହିବା ଆରମ୍ଭ କରିଦେଲାଣି। ଏହି ସଂକେତ ସାମାନ୍ୟ ନୁହେଁ, ବରଂ ଅତ୍ୟନ୍ତ ଭୟାନକ ଓ ଖତରନାକ ବୋଲି ମନାଯାଇଥାଏ। କିଛି ଲୋକ ଏହାକୁ ଅଣଦେଖା କରିଦିଅନ୍ତି, କିନ୍ତୁ ଆଗକୁ ଯାଇ ତାଙ୍କୁ କଠିନ ପରିସ୍ଥିତିର ସାମ୍ନାମାନ କରିବାକୁ ପଡ଼ିଥାଏ। କୁହାଯାଇଛି, ଯଦି କୌଣସି ଘରେ ଖରାପ ଶକ୍ତି ପ୍ରବେଶ କରିଥାଏ, ତେବେ ସେ ଘରେ ଅସୁବିଧାର ପାହାଡ଼ ଛିଡ଼ି ପଡ଼ିଥାଏ। ଘରର ସଦସ୍ୟଙ୍କର ଆକସ୍ମିକ ମୃତ୍ୟୁ, ଗଭୀର ରୋଗ, ଅଶାନ୍ତି ଏବଂ ଗଭୀର ଶୋକର ସାମ୍ନା କରିବାକୁ ପଡ଼ିଥାଏ। କେବଳ ଏତିକି ନୁହେଁ, ଘରେ ଜମା ହୋଇଥିବା ଧନ କୌଣସି ବାଟରେ ଖର୍ଚ୍ଚ ହୋଇଯାଇଥାଏ, କାର୍ଯ୍ୟ ବିଗିଡ଼ିବା ପାଇଁ ଲାଗିଥାଏ, ପୁରା ପରିବାର ଆର୍ଥିକ ଓ ମାନସିକ ରୂପରେ ବର୍ବାଦ ହୋଇଯାଆନ୍ତି। ସେଥିପାଇଁ ଯଦି ଆପଣଙ୍କ ଘରେ ଏହି ସଂକେତ ସବୁ ଦେଖାଯାଉଛି, ଯାହା ଏହି ଭିଡ଼ିଓରେ ବିସ୍ତାର ଭାବେ ବର୍ଣ୍ଣନା କରାଯିବ, ତେବେ ସମୟ ଥିବା ଅବସ୍ଥାରେ ଉପାୟ କରିନେବା ଅତ୍ୟନ୍ତ ଆବଶ୍ୟକ ଅଟେ। ଏହି ସଂକେତ ଏହି କଥାର ଚେତାବନୀ କି କୌଣସି ନକାରାତ୍ମକ ଶକ୍ତି ଆପଣଙ୍କ ଘରେ ପ୍ରବେଶ କରିସାରିଛି ଏବଂ ଆପଣଙ୍କୁ ଘୁରେଇ ଘୁରେଇ କଷ୍ଟ ଦେଉଛି। ତେବେ ଏହି ସଂକେତ ସବୁ କେବେ କେବେ ସ୍ୱପ୍ନ ମାଧ୍ୟମରେ, କେବେ କେବେ ପ୍ରକୃତି ମାଧ୍ୟମରେ, କେବେ କେବେ ପଶୁ ପକ୍ଷୀଙ୍କର ଅସାମାନ୍ୟ ବ୍ୟବହାର ରୂପରେ ମଧ୍ୟ ଦେଖାଯାଇଥାଏ, ଯାହାକୁ ଜାଣିବା ଏବଂ ବୁଝିବା ସବୁ ବ୍ୟକ୍ତିଙ୍କ ପାଇଁ ଜରୁରୀ ଅଟେ। ଗରୁଡ଼ ପୁରାଣ ଅନୁସାରେ ଗୋଟିଏ ଥର ପକ୍ଷୀରାଜ ଗରୁଡ଼ ଭଗବାନ ଶ୍ରୀକୃଷ୍ଣଙ୍କୁ ଗୋଟିଏ ମହତ୍ତ୍ୱପୂର୍ଣ୍ଣ ପ୍ରଶ୍ନ ପଚାରିଲେ କି, ହେ ପ୍ରଭୁ, କେଉଁ ପ୍ରକାରର ମନୁଷ୍ୟଙ୍କ ଘରେ ଦେବତାଙ୍କର ବାସ ହୋଇନଥାଏ ଏବଂ କେଉଁ ଘରେ ନକାରାତ୍ମକ ଶକ୍ତି ବା ଭୂତ ପ୍ରେତ ବାସ କରିଥାନ୍ତି, ଏବଂ ଏପରି କେଉଁ କେଉଁ ସଂକେତ ଅଛି ଯାହା ମାଧ୍ୟମରେ ଜାଣିହେବ ଯେ ଘରେ ନକାରାତ୍ମକ ଶକ୍ତି ବାସ କରିଛି? ଭଗବାନ ଶ୍ରୀକୃଷ୍ଣ ଉତ୍ତରରେ କହିଲେ, ଯେଉଁ ଘରେ ଭୂତ ପ୍ରେତ ବାସ କରିଥାନ୍ତି, ସେହି ଘରେ କେବେ ବି ମା ଲକ୍ଷ୍ମୀ ବାସ କରନ୍ତି ନାହିଁ। ସେହି ଘରେ ସର୍ବଦା ଗରିବ, ଦାରିଦ୍ର୍ୟତା, ଅଶାନ୍ତି, ଝଗଡ଼ା ରହିଥାଏ। ଯେଉଁ ଘରେ ଭୂତମାନଙ୍କର ବାସ ହୋଇଥାଏ, ସେମାନେ ସେହି ଘରେ ରଖାଯାଇଥିବା ବସ୍ତୁ ମାଧ୍ୟମରେ ପ୍ରକଟ ହୋଇଥାନ୍ତି ଏବଂ କେବେ ସ୍ୱପ୍ନ ଦ୍ୱାରା ଦେଖା ଦେଇଥାନ୍ତି। ଶାସ୍ତ୍ର ଅନୁସାରେ ଯଦି କୌଣସି ବ୍ୟକ୍ତିକୁ ସ୍ୱପ୍ନରେ ଭୂତ କିମ୍ବା ଭୟାନକ ସ୍ୱପ୍ନ ବାରମ୍ବାର ଆସୁଥାଏ, ତେବେ ବୁଝିଯିବା ଉଚିତ ଯେ ଘରେ ଭୂତ ପ୍ରେତର ବାସ ହୋଇଗଲାଣି, ଅର୍ଥାତ୍ ତାଙ୍କର ପୂର୍ବଜ ଭୂତ ଯୋନିରେ ଘୂରି ବୁଲୁଛନ୍ତି ଏବଂ ସେହି ଘରେ ବିଚରଣ କରୁଛନ୍ତି। ପ୍ରେତମାନେ ଘରକୁ ଆସିବା ଦ୍ୱାରା ଘରେ ଅନେକ ଅସୁବିଧାମାନ ଆରମ୍ଭ ହୋଇଯାଇଥାଏ। ମାନସିକ ଭୟ, ଅଜଣା ଚିନ୍ତା, ପରସ୍ପର ମଧ୍ୟରେ ଝଗଡ଼ା, ଧନହାନି, ନିରନ୍ତର ଅସଫଳତା ହେବା, ଏପରି ଅନେକ ସଂକେତମାନ ମିଳିଥାଏ। ତେଣୁ ଶାସ୍ତ୍ରରେ କୁହାଯାଇଛି, ଏହି ସଂକେତକୁ କେବେ ହାଲକାରେ ନେବା ଉଚିତ ନୁହେଁ, ବରଂ ସମୟ ଥାଉ ଥାଉ ଉଚିତ ଉପାୟ କରି ଭୂତ ପ୍ରେତ ବାଧାରୁ ମୁକ୍ତି ପାଇବା ଦରକାର, ଯାହାଦ୍ୱାରା ଘରେ ମାତା ଲକ୍ଷ୍ମୀ ଓ ଅନ୍ୟ ଦେବୀ ଦେବତାଙ୍କର ବାସ ହୋଇପାରିବ। ପରିବାରରେ ସୁଖ, ଶାନ୍ତି ଓ ସକାରାତ୍ମକ ଉର୍ଜା ସର୍ବଦା ରହିପାରିବ। ଆସନ୍ତୁ ସାଙ୍ଗମାନେ, ପ୍ରଥମେ ଜାଣିବା ଯେ ଘରେ ଭୂତ ପ୍ରେତ ବା ନକାରାତ୍ମକ ଶକ୍ତି କାହିଁକି ପ୍ରବେଶ କରିଥାଏ। ଭଗବାନ ଶ୍ରୀକୃଷ୍ଣ ଗରୁଡ଼ ପୁରାଣରେ କହିଛନ୍ତି ଯେ ଯେଉଁଭଳି ଭାବରେ ଏ ସଂସାରରେ ସମସ୍ତ ପ୍ରାଣୀ ଜୀବିତ ରହିବା ପାଇଁ ଆହାର ଆବଶ୍ୟକ, ଠିକ୍ ସେହିପରି ପ୍ରେତମାନେ ମଧ୍ୟ ସେହି ଘରେ ଭୋଜନ କରିଥାନ୍ତି ଯେଉଁ ଘରେ ଅଶୁଭ, ଅପବିତ୍ର ଏବଂ ଅଧାର୍ମିକ କାର୍ଯ୍ୟମାନ ହୋଇଥାଏ।
ଗରୁଡ଼ ପୁରାଣ ଅନୁସାରେ ପ୍ରେତ ଭୋଜନ ସଂସାରର ସବୁ ପ୍ରାଣୀଙ୍କ ପାଇଁ ନିନ୍ଦନୀୟ ଅଟେ, ଅର୍ଥାତ୍ ସେମାନେ ସେହି ବସ୍ତୁକୁ ଗ୍ରହଣ କରିଥାନ୍ତି ଯାହାକୁ ସବୁ ମନୁଷ୍ୟ ଘୃଣା କରିଥାନ୍ତି। ଶାସ୍ତ୍ରରେ କୁହାଯାଇଛି, ପ୍ରେତ ମନୁଷ୍ୟର ଶରୀରରୁ ବାହାରୁଥିବା କଫ, ମଳ, ମୂତ୍ର ଏବଂ ଅନ୍ୟ ମଇଳା ବସ୍ତୁକୁ ନିଜର ଆହାର ରୂପେ ଗ୍ରହଣ କରିଥାଏ। ତାହା ବ୍ୟତୀତ ଯଦି ଘରେ ବାସି ଖାଦ୍ୟ ବହୁଦିନ ପର୍ଯ୍ୟନ୍ତ ରଖାଯାଇଥାଏ, ତେବେ ପ୍ରେତମାନେ ମଧ୍ୟ ସେହି ଖାଦ୍ୟ ପ୍ରତି ଆକର୍ଷିତ ହୋଇଥାନ୍ତି। ସେଥିପାଇଁ ଘରେ ବାସି ଖାଦ୍ୟ ଓ ଘରେ ମଳମୂତ୍ର ତ୍ୟାଗ କରିବାକୁ ଅତ୍ୟନ୍ତ ଅଶୁଭ ବୋଲି ମନାଯାଇଛି। ଏହାଦ୍ୱାରା ନକାରାତ୍ମକ ଶକ୍ତି ଆକର୍ଷିତ ହୋଇଥାଏ। ତା ସହିତ ଘରେ ଛେପ ଫୋପାଡ଼ିବାକୁ ମଧ୍ୟ ବହୁତ ଅଶୁଭ ବୋଲି ମନାଯାଇଛି, କାରଣ ଏହା ପ୍ରେତମାନଙ୍କର ଭୋଜନ ହୋଇଥାଏ। କେତେ ଲୋକ ଏହି ଅଭ୍ୟାସକୁ ସାଧାରଣ ବୋଲି ଭାବନ୍ତି, କିନ୍ତୁ ଏହା ଭୁଲ ଓ ବିନାଶକାରୀ ଅଟେ। ଘରେ ପ୍ରେତଠାରୁ ମୁକ୍ତି ପାଇବା ପାଇଁ ଘରକୁ ସ୍ୱଚ୍ଛତା ରଖିବା ଅତ୍ୟନ୍ତ ଆବଶ୍ୟକ। ଯେଉଁ ଘରେ ମଇଳା ରହିଥାଏ, ଜିନିଷପତ୍ର ଏପଟ ସେପଟ ହୋଇ ପଡ଼ି ରହିଥାଏ ଏବଂ ଅପବିତ୍ର ହୋଇଥାଏ, ସେହି ଘରେ ପ୍ରେତମାନେ ଆସି ଭୋଜନ କରିଥାନ୍ତି ଓ ଧୀରେ ଧୀରେ ନକାରାତ୍ମକ ଶକ୍ତି ବାସ କରିବାକୁ ଲାଗିଥାଏ। ସେହି ଘରେ କେବେ ବି ମାତା ଲକ୍ଷ୍ମୀ ବାସ କରନ୍ତି ନାହିଁ। ସେହି ଘରେ ଦାରିଦ୍ରତା, ଝଗଡ଼ା ଓ କଷ୍ଟ ବଢ଼ିବାକୁ ଲାଗିଥାଏ। ଭଗବାନ ଶ୍ରୀକୃଷ୍ଣ ଏହା ମଧ୍ୟ କହିଛନ୍ତି, ଯେଉଁ ଘରେ ବ୍ରତ, ଉପବାସ, ପୂଜାପାଠ, ଦାନ ଧର୍ମ, ଈଶ୍ୱର ସ୍ମରଣ ଭଳି କୌଣସି ଧାର୍ମିକ କାର୍ଯ୍ୟମାନ ହୋଇନଥାଏ, ସେ ଘରେ ନକାରାତ୍ମକ ଶକ୍ତି ବାସ କରିବାକୁ ଲାଗିଥାନ୍ତି। ଏମିତି ଘର ସୁଖ ଶାନ୍ତିରୁ ବର୍ଜିତ ହୋଇଥାଏ। ଯେଉଁ ଘରର ମହିଳାମାନେ ଅଧିକ ଡେରି ଯାଏଁ ଶୋଇ ରହିଥାନ୍ତି, ନିଜ ସ୍ୱାମୀ ଓ ପରିବାରକୁ ଅପମାନ କରିଥାନ୍ତି, ଅର୍ଥାତ୍ ଯେଉଁ ଘରର ପୁରୁଷ ପର ସ୍ତ୍ରୀ ସହିତ ଅନୁଚିତ ସମ୍ବନ୍ଧ ରଖିଥାଏ, ତେବେ ଶାସ୍ତ୍ର ଅନୁସାରେ ଏପରି ଘରେ ମଧ୍ୟ ପ୍ରେତ ବାସ କରିଥାଏ। ଏହିପରି ଯେଉଁ ଘରର ସଦସ୍ୟ ବିନା ସ୍ନାନରେ ଭୋଜନ କରିଥାନ୍ତି, ଈଶ୍ୱରଙ୍କ ନାମ ସ୍ମରଣ କରିନଥାନ୍ତି, ଅପବିତ୍ର ଅବସ୍ଥାରେ ପୂଜାପାଠ ଏବଂ ଧାର୍ମିକ କାର୍ଯ୍ୟ କରାଯାଇଥାଏ, ସେହି ସ୍ଥାନରେ ଧୀରେ ଧୀରେ ଦେବୀ ଦେବତାଙ୍କର ବାସ ସମାପ୍ତ ହୋଇଯାଇଥାଏ ଓ ପ୍ରେତମାନେ ବାସ କରିବା ପାଇଁ ଲାଗିଥାନ୍ତି। ତେବେ ଦର୍ଶକ ବନ୍ଧୁ, ଘରେ ଭୂତ ପ୍ରେତ ରହିବା ଦ୍ୱାରା କେଉଁ ସବୁ ସଂକେତମାନ ମିଳିଥାଏ? ଭଗବାନ ଶ୍ରୀକୃଷ୍ଣଙ୍କ ଅନୁସାରେ ଭୋକ ଓ ଶୋଷରେ ବ୍ୟାକୁଳ ହୋଇ ପ୍ରେତ ଯୋନି ପ୍ରାପ୍ତ କରିଥିବା ପରିଜନ କେବଳ ନିଜ ନିଜ ଘରେ ପ୍ରବେଶ କରିଥାନ୍ତି। ସେମାନେ ବାୟୁ ରୂପରେ ରହିଥାନ୍ତି, ତେଣୁ ମନୁଷ୍ୟକୁ ପ୍ରତ୍ୟକ୍ଷ ରୂପରେ ଦେଖାଯାଇ ନଥାନ୍ତି, କିନ୍ତୁ ବାୟୁ ରୂପରେ ମଧ୍ୟ ନିଜ ପରିଜନଙ୍କ ଶରୀର ମଧ୍ୟକୁ ପ୍ରବେଶ କରି ସେମାନଙ୍କୁ ବିଭିନ୍ନ ପ୍ରକାରର ଭୟାବହ ଓ ବିଚିତ୍ର ସ୍ୱପ୍ନମାନ ଦେଖାଇଥାନ୍ତି। ମରିଯାଇଥିବା ବ୍ୟକ୍ତି ପ୍ରେତ ହୋଇ ନିଜ ପତ୍ନୀ, ପୁତ୍ର ଓ ଅନ୍ୟ ପରିଜନମାନଙ୍କ ଶରୀରକୁ ପ୍ରବେଶ କରିପାରେ। ଯଦି କୌଣସି ବ୍ୟକ୍ତିର ସ୍ୱପ୍ନରେ ଘୋଡ଼ା, ହାତୀ, ବଳଦ ଭଳି ପ୍ରାଣୀ ବିକୃତ ରୂପରେ ଦେଖାଯାଇଥାନ୍ତି କିମ୍ବା କ୍ରୋଧରେ ଆସି ମଣିଷ ଉପରେ ଆକ୍ରମଣ କରୁଥିବାର ପ୍ରତୀୟମାନ ହୋଇଥାଏ, ତେବେ ଏହା ଏହି କଥାର ସଂକେତ ହୋଇଥାଏ କି ସେହି ଘରେ ପ୍ରେତମାନଙ୍କର ବାସ ଅଛି। ଯଦି କୌଣସି ବ୍ୟକ୍ତି ଶୋଇ ଉଠିବା ପରେ ନିଜର ଶଯ୍ୟାକୁ ବିପରୀତ ସ୍ଥିତିରେ ପାଏ, ଅର୍ଥାତ୍ ଶୋଇବା ସମୟରେ ସିଧା ଶୋଇଥାଏ କିନ୍ତୁ ଉଠିବା ବେଳକୁ ମୁଣ୍ଡ ବିପରୀତ ଦିଗରେ ଥାଏ, ତେବେ ଏହା ପ୍ରେତବାଧାର ସଂକେତ ଅଟେ। ଯଦି ବ୍ୟକ୍ତି ସ୍ୱପ୍ନରେ ନିଜକୁ ଝିଞ୍ଜିରିରେ ବନ୍ଧା ହେବାର ଦେଖେ, ନିଜର ପୂର୍ବଜଙ୍କୁ ମଇଳା ପୋଷାକରେ ଦେଖେ ବା ସେମାନେ ଅନ୍ୟର ଭୋଜନ ଚୋରି କରି ଦୌଡ଼ୁଥିବାର ଦେଖନ୍ତି ବା ନିଜର ମୃତ ପରିଜନ ଶୋଷରେ ଛଟପଟ ହେଉଥିବାର ଦେଖନ୍ତି, ତେବେ ବୁଝିଯାଆନ୍ତୁ ଯେ ନିଜର ମୃତ ପରିଜନ ପ୍ରେତ ଯୋନିକୁ ପ୍ରାପ୍ତ କରିସାରିଛନ୍ତି ଏବଂ ସେହି ଘରେ ବାସ ମଧ୍ୟ କରୁଛନ୍ତି। ଯଦି ସ୍ୱପ୍ନରେ କୌଣସି ପଶୁ ଯେପରି ଗାଈ, ବଳଦ, ଘୋଡ଼ା କିମ୍ବା ପକ୍ଷୀ ମଣିଷ ସ୍ୱରରେ କଥାବାର୍ତ୍ତା ହେଉଛନ୍ତି, ତେବେ ବୁଝିଯାଆନ୍ତୁ ଆପଣଙ୍କର ମୃତ ପରିଜନ ପ୍ରେତ ହୋଇ ଆପଣଙ୍କ ଘର ଚାରିପଟେ ବିଚରଣ କରୁଛନ୍ତି। ଏହାଦ୍ୱାରା ଘରେ ବାରମ୍ବାର ଝଗଡ଼ା, ବିନା କାରଣରେ ଧନହାନି, ଘରର ସଦସ୍ୟମାନେ ଅଚାନକ ରୋଗରେ ପଡ଼ିଯିବା, ତେବେ ଶାସ୍ତ୍ର ଅନୁସାରେ ଏହା ମଧ୍ୟ ପ୍ରେତ ଆତ୍ମାମାନଙ୍କର ବାସର ଅଶୁଭ ସଂକେତ ହୋଇଥାଏ। ଶାସ୍ତ୍ର ଅନୁସାରେ
जदि कौनसी घर को अचानक बादुड़ी आसी थाए तेबे एहा मध्य प्रेत बाधार संकेत होइथाए। जदि आपणक घर उपरे बाज पक्षी आसी बसी जाए तेबे एहा मध्य अत्यंत अशुभ बोली मना जाइछि। तेणु एही सबु संकेत को साधारण भावे नेबा उचित नुहे, बरम एहार उपाय तुरंत करिदेबा उचित। एहा व्यतीत जदि आपणक घरे बुढ़ियाणी बारंबार जाल तियारी करुछि, आपण जेते सफा कले मध्य बारंबार जाल तियारी करुछि, तेबे एहा मध्य अत्यंत अशुभ संकेत होइथाए। तेबे सेही घरे माँ लक्ष्मी केबे भी वास करि नथांती। सेही घर सकारात्मक ऊर्जारु वंचित रही थाए। जदि समय थाउ थाउ एही संकेत को दूर करा न जाए तेबे व्यक्ति को एहार खराब परिणाम मान भोग करिबाकु पड़िथाए। भगवान श्रीकृष्ण गरुड़ पुराण रे कहिछंती, जदि कौनसी व्यक्ति प्रेत बाधारु मुक्ति पाइबा पई चाहुछंती तेबे तांकु गंगा स्नान करिबा उचित होइथाए एवं बेलगछ मूले जल ढालिबा आवश्यक अटे। एहा सहित घरे हवन करी गरुड़ पुराण पाठ करिबा अत्यंत लाभकारी अटे। एहा सहित घरु प्रेत आत्मा को घौड़ाइबा पई प्रतिदिन तुलसी पत्र सहित गंगा जल छिंचन करिबा आवश्यक। एहा सकारात्मक ऊर्जा संचार करिथाए एवं नकारात्मक ऊर्जा स्वतः बाहर को चली जाइथाए। तेणु जदि कौनसी व्यक्ति को एही संकेत मिले तेबे अवश्य एहार उपाय करिनेबा उचित। दर्शक बंधु, एहा थिला घरे प्रेत जोनी वास करिबार किछि खास एवं प्रमुख संकेत। भिडियोटी को एहिठारे शेष करुछि। जदि आपण मानकु एही भिडियोटी भल लागिछि तेबे दया करी मो चैनल मनी वॉइस को सब्सक्राइब करी भिडियो को गोटिए लाइक करने को भूलिबे नहीं।